ଚଲେଇଛୁ ଖାଲି ହେଲା ଆଉ କିଛି ତ କାମ ନାହିଁ ଆଉ ଖାଇବା ପିଇବା ସରିଯାଇଛି ଖାଇବା ପିଇବା ସରିନି ମାନେ ରୋଷେଇବାସ ସରିଯାଇଛି ଆଉ ଚଲେଇଛୁ ତମେ ଏଠିକି ଆଇଲ ଟିକେ ଆସୁନ ଟିକେ ଏଠିକି ଆସ ଟିକେ ଏଠି ବସ ଟିକେ ଆପଣ କ'ଣ ଶୁଣିବାକୁ ଚାହୁଁଛନ୍ତି କ'ଣ କହିବ ଆଡ଼େ ଜୋର ବେଟରେ କୁହ ନାନୀ ଆମର ଶୁଣିବେ ଆଉ ଶୁଣ ଗର୍ଭଣୀ ଗାଈକି ମା ଟିକେ 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 ମା ଟିକେ ଏଇଟା 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 କାହା ବିଷୟରେ କହୁଛ ବୋଉ ବୋଉଙ୍କ ବିଷୟରେ ବୋଉ ବିଷୟରେ ବାପା ମାଙ୍କ ବିଷୟରେ କାନ୍ଦିଲେ ତ ଦୁଃଖ ଲାଗିବ ଗର୍ଭଣୀ ଗାଈକି ଘାସଲ ମୋ ତ ସମାସୀ ଗର୍ଭେ ଧରିଥିଲୁ 10 ମାସଲ ମୋ ତ ସମାସୀ ତିରଣ ଶଯ୍ୟାରେ ତୁ ଶୋଇଥିଲୁ ଏ ମୋ ତ ସମାସୀ କଢ଼େଇରେ ଜଳ ତୁ ପିଇଥିଲୁ ମୋ ତ ସମାସୀ ହଳଦିଆ ଲୁଗା ବନବାସ କୁଲ ମୋ ତ ସମାସୀ ମୋ ବାପା ଯାଇଛନ୍ତି କେଉଁ ଦେଶ କୁଲ ମୋ ତ ସମାସୀ ହଳଦିଆ ଲୁଗା ବନେ ଫିଟି ବୋଲ ମୋ ତ ସମାସୀ ମୋ ବାପା କି ସତେ ଫେରି ଆସିବେ ମୋ ତ ସମାସୀ ଖରା 4 ମାସ ବିଲରେ ଟେକାଲ ମୋ ତ ସମାସୀ ମୋ ବାପା କେଉଁଠି ରହିଲେ କାଲ ମୋ ତ ସମାସୀ ଚତୁର୍ 4 ମାସ ବିଲରେ ଘାସଲ ମୋ ତ ସମାସୀ ମୋ ବାପା କେଉଁଠାରେ କରିଲେ ଘାସଲ ମୋ ତ ସମାସୀ ଏ ଭାଗ୍ୟ ବେଳେ ଭାଗ୍ୟ ରଥି ଜନମଲ ମୋ ତ ସମାସୀ ଏ ଅଭାଗ୍ୟ ବେଳାରେ ମୁଇଁ ଜନମଲ ମୋ ତ ସମାସୀ କାନ୍ଦି ପକେଇ ଆମ କ'ଣ ପୁରା କାନ୍ଦି ପକେଇଲୁ ନା କ'ଣ ହେଁ କାନ୍ଦୁଛୁ ସେତେବେଳେ କଥା ତମେ ତ ପିଲାରେ ମୁଁ ବୁଝି ନଥିଲ ଆମେ ଏଇନା ଏ ବେଳାରେ ଆମେ ଏଇନା ଭାବୁଛୁ ଖୋଜୁଛୁ ପାଉଛୁ ସେ ଜିନିଷ ବାପା ମା କେମିତି ପ୍ରକାର ଆମକୁ ପାଳନ କରିଥିଲି ମାନେ ସିଏ ଆମ ପାଇଁ ସଢ଼େଇରେ ପାଣି ପିଇଛନ୍ତି ସିଏ ଆମ ପାଇଁ ଛଣ ପାରିକି ତା ଉପରେ ନଡ଼ା ପକେଇକି ତିରଣ ଶଯ୍ୟାରେ ସେ ଶୋଇଥିଲେ ସେ ମା ସିଏ ହେଲା ମା ଜନ୍ମ କରିଛି ଆମକୁ କେତେ କଷ୍ଟ ପେଟରେ ଓଦା କନା ପକେଇକି ଆମକୁ ଖାଇବାକୁ ଦେଇଛି ସେ କଥା ଆମେ ଏଇନା ଭାବୁଛୁ ପାରୁନୁ କିଏ କୁଆଡ଼େ ସବୁ ଚାଲିଗଲେ କାହିଁ ବେଶୀ ଦୁଃଖ ଲାଗିଲା ଯେଉଁ ବୋଉଙ୍କୁ ନା କାନ୍ଦ ମାନେ ମୋ ଭାଇ ଚାଲିଗଲେ ଯେଉଁ ଆଉ ବୋଉର ବି ସେଇ ଦିନଟାର ମାନେ କ'ଣ ଗୋଟେ ହେଉଛି ମାନେ ତାର ଦେହ ମା ବୋଲି ପୁରା ମୁଣ୍ଡ ସିଆଡ଼େ ଗଲା ମୋ ପୁଅ ଚାଲିଗଲା ମୁଁ ବସିଛି ଆମ ବୋଉର ମାନେ ଯେଉଁ କ'ଣ ହେଉଛି ସୋସିଆଲ ମିଡ଼ିଆକୁ ଆଣିନୁ ଆପଣମାନେ ବି କେତେବେଳେ ମୁଁ ଆଣିଦେବି ଆପଣମାନେ ଦେଖିବେ ମାନେ ତମେ ବି ସେ ଦୁଃଖ ବି ସମ୍ଭାଳି ପାରିବନି ମୋ ଭିତରେ ଯେତିକି ଦୁଃଖ ଅଛି ମାନେ ଆପଣମାନେ ବି ସେତିକି ସେ ଦୁଃଖକୁ ସହିପାରିବେନି କ'ଣ କରିବା ସେମାନେ ଗଲେ ତାଙ୍କ ଦୁଃଖରେ ଆମେ ଏଠି ଦୁଃଖ ଭୋଗ ତାଙ୍କ ସୁଖରେ ସେ ଗଲେ ଆମେ ଦୁଃଖ ଭୋଗୁଥାଏ ନର୍କପୁରୀ ଆମେ ଘାଣ୍ଟି ଯାଉଛୁ କେତେ ଦିନରେ ଆମର ବରାଦ ଆସିବ ଡାକରେ ଆସିବ ଆମେ ଯିବୁ କ'ଣ କରିବା ସେମିତି ଚାଲିଛି
ଗଡ଼ିକା ଉପରେ ନାୟିକା, ନାୟିକା ଉପରେ ଗଡ଼ିକା ଚାଲିଛି ତ କ'ଣ କରିବି। ମାନେ ଏମିତି ହେଉଛି ଯେ ବୋଉ ଆମର ଏଇନା ମାନେ ସେ ଚିହ୍ନି ପାରିବନି କାହାକୁ ଚିହ୍ନି ପାରିବନି। ତାପରେ ଯେଉଁ ବେଳେ ଯେଉଁ ଲୋକ ଚାଲିଗଲେ ଦୁଃଖ ଲାଗିବ। ଭେଣ୍ଡା ଭୁଆ ଶୁଣି ଚାଲିଗଲେ ବାପା ମାଆଙ୍କ ଆଗରେ କେତେ କଷ୍ଟଦାୟକ, ସିଏ ଯିଏ ଜାଣିଛି ସେ। ମୋ ବାପା ମା ଜାଣିଛନ୍ତି ମୋ ଭାଇ ଚାଲିଗଲା 35 ବର୍ଷରେ। କି କଷ୍ଟ କଥାରେ କହନ୍ତି, ପୋଷିବାକୁ ପାଳିବାକୁ କେହି ନଥିଲେ। ମୋ ଭାଇ ଆଗୁଆ ଚାଲିଗଲା, ମୋ ବାପା ମା ଏଠି ସେଠି ହେଇ ବହୁ ହଇରାଣରେ ଓଳିଏ ଖାଇ ଦିନେ ନ ଖାଇ ମଣିଷ ପଡ଼ିଛନ୍ତି ଆକୁ। ମୋ ଭାଉଜ ତାର ଗୋଟିଏ ପୁଅଟିଏ ଥିଲା, ଏଇ ପୁଅ ତାକୁ ମଣିଷ କେତେ କଷ୍ଟରେ, ବହୁତ କଷ୍ଟରେ କୋଉଠି ମାଗି ଯେତିକି ବେଳାରେ ଆଣିକି ଏଇଠି ମୋ ପୁଅ ମୋ ବାପା ବହୁତ କଷ୍ଟ ମାନେ ପାଇଛି। ସିଏ ଏତେ କଷ୍ଟ ପାଇକି ତଥାପି ତାଙ୍କର କଷ୍ଟ ଯାଉନି ଯେ ସେ ପୁଣି ଆହୁରି ଭଗବାନ କଷ୍ଟ ପରେ କଷ୍ଟ ଦେଇ ଚାଲିଛନ୍ତି, ଦେଖୁଛନ୍ତି ତାର ସହିବା ଶକ୍ତିଟା କେତେ ଅଛି। ମାନେ ଗୋଡ଼ ଭାଙ୍ଗିଲା ପ୍ରଭୁଙ୍କର ଏଇଆ ପରା, କାଲି ଗୋଡ଼ ଭାଙ୍ଗିଲା, ଆଜି ଆଙ୍ଗୁଠି ଭାଙ୍ଗିଲା, ଏମିତି ଘଟଣା ପରେ ଦୁର୍ଘଟଣା। ଏଠି ଆଙ୍ଗୁଠିଟାକୁ ଦେଖନ୍ତୁ ବାପା, କେମିତି ବଙ୍କା ହେଇକି ଅଛି। ଯଦି ଆଉ କିଛି କ'ଣ ଖରାପ ହେଇଥାନ୍ତା ସେ କଥା କିଏ କହିବ। ଏଇ ଜାଗାଟା ଅପରେସନ ଆଉ ଏ ଛାତି ଫାତି ସବୁ ଦର୍ଜ ହେଇଛି, ମୁହଁ କାନ ହେଇଠି ଛିଡ଼ି ଯାଇଛି, ଏରାକ ହେଇଠି ଛିଡ଼ି ଯାଇଛି, ବରଫ ଘଷୁଥିଲେ ନା। ଏତିକି ଦୁଃଖରେ ଇଏ ମଣିଷ। ବାପ ଚାଲିଗଲା ପିଲାବେଳକୁ, ବାପକୁ ଖାଇଦେଲା। ଆଉ ଯାହା ଯେତିକି ଦିନ ଅଛି ଟିକେ ସୁଖ ଦିନ ଯାଆନ୍ତା, ସିଏ ଚାଲିକି ଦୁଃଖରେ ଦୁଃଖରେ। କେତେ ଭଗବାନ ଦୁଃଖ ଦେଉଛନ୍ତି, ପ୍ରଭୁ କେତେ ଦୁଃଖ ଆଉ ଦେବ। ହଁ, ଟିକେ ଗରମ ପାଣି ସେ କଥା ଦେଲେ କେତେ ଭଲ ହେଇଯିବ। କାଲି ଗଲି କାଲି ଯିବି ଭୁବନେଶ୍ୱର ଫୋନ୍ କଲେ ଯିବେ, ପୁଣି ଆଙ୍ଗୁଠିଟା ପୁଣି ଆଙ୍ଗୁଠି ଏମଆରଆଇ ହେବ କି ବଡି ବସିବ ଇଏ କରିବେ, ସେଥିପାଇଁ ଭୟ କରନ୍ତି। ଗୋଡ଼ର ଯେଉଁ ରଡ଼ ଦିଆ ହେଇନି କି ସିଏ ଅସୁବିଧା କରିବ। ଏମଆରଆଇ କଲେ ତୁ ଆଙ୍ଗୁଠି ଏମଆରଆଇ କରନା, ଏକ୍ସରେ କରିକିରି ଇଏ କରେ, ପଟି ଭିଡ଼ି ଦେ। ପଟି ଭିଡ଼ି ଦେଲେ କାଠିଟା ଦେଇକିରି ପଟି ଭିଡ଼ି ବସେ, ସେଇଠିକି କଳେ ସେମାନେ ତାକୁ ଜାଣିବେ। ନାଇଁ ଯଦି ନ ଯିବ ଆମ ଗାଁକୁ ଜାଣିବେ। ମାନେ ମେସିନ୍ ଅଛି ରେ, କୋଉ ଚଲେଇ ଦେଲେ ନରମ ହେଇଗଲେ ମନ ହେଇଯିବ। ହଁ, ପୂଜା ଥର ମୁଁ କହିବି ମାନଙ୍କୁ, ଡକ୍ଟର କହିବେନି ମାନଙ୍କୁ ଗଲା ପରେ ଆଉ ଆପଣମାନଙ୍କୁ ଯଦି ମେଡ଼ିକାଲ ଗଲି ତାହେଲେ ଆପଣମାନଙ୍କୁ ମାନେ କ'ଣ ହେଇଛି କ'ଣ ନାହିଁ ଆଙ୍ଗୁଠି। ମୁଁ ତ ଯାଇଥିଲି କାଲି, ଆମେ ଯାଇଥିଲୁ, ଖରା ବି ବହୁତ ଜୋର ହେଉଥିଲା, ଆଉ ଲାଇନ୍ରେ ଛିଡ଼ା ହେଇକି ଭିଡ଼ିଓ କିଛି କରିପାରିନି। ଆଉ ସବୁ କାଗଜପତ୍ର କରିଦେଇକି ଆସିଛୁ। ଆଉ ଏମଆରଆଇ ହେବ ବୋଲି ମାନେ ଗୋଟେ ଦିନ ଏକରେ ମନା କଲେ ହେବନି। ଆଉ କାଲି ଗଲେ ଆପଣଙ୍କୁ ସବୁ ଭିଡ଼ିଓରେ ଆଣିଦେବି, ସବୁ ଭିଡ଼ିଓ ତକ କ'ଣ କ'ଣ ଆଙ୍ଗୁଠି ପାଇଁ କହୁଛନ୍ତି ଡକ୍ଟର, ସେ ଭିଡ଼ିଓ କହିଦେବି ଆପଣଙ୍କୁ। ନେକ୍ସଟ ଭିଡ଼ିଓ ଗପ ମାନେ ଆଉ ଗୋଟେ ବି କରିବ, ମାନେ ସେଇଟା ହେଉଛି ଗପ ଆଉ ଗୋଟେ ନାନୀକି ଆମର ସବୁ କାନ୍ଦଣା ଜଣା, ଗପ ଜଣା, ରାମାୟଣ ବିଷୟ ଜଣା, ସବୁ ବିଷୟ ତାକୁ ଜଣା ଅଛି। ଆପଣ ଯାହା ଚାହିଁବେ ନାନୀଙ୍କଠୁ ଶୁଣିପାରିବେ। ଭଜନ କରିକି ରାମାୟଣ ସବୁ କିଛି ଜଣା ଅଛି। ଆଉ ସେ ଯେତିକି ଅଛି ସବୁବେଳେ ପାଇଁ ଗୋଟେ ଗୋଟେ ଭଜନ କି କାନ୍ଦଣା କି ରାମାୟଣ ବିଷୟ କି ଗପ ସବୁକିଛି ଆପଣଙ୍କୁ ଶୁଣେଇବ। ବନଗିରି ହେଲତାଗିରି ମୁଖାନ୍ତ ଗଲେ ଲୋକ ମାରି,
କହିବ ମୋ କାନ୍ତକୁ ମାରିଦେ ରାବଣକୁ ମୋତେ ଆଣିମେ ବେଗ କରି ହେ ବନଗିରି ହେ ଲତାଗିରି ମୋ କାନ୍ତ ଗଲେ ମୃଗ ମାରି ଧରି ମୋ ବାମ କର ବସାଇ ରଥ କର ମୋତେ ନେଉଛି ଲଙ୍କାପୁରୀ ହେ ବନଗିରି ହେ ଲତାଗିରି ମୋ କାନ୍ତ ଗଲେ ମୃଗ ମାରି। ଆଜି ପାଇଁ ଏଇଠି ରଖୁଛି, ରହୁଛି, ନମସ୍କାର, ଜୟ ଜୟ ଶ୍ରୀ ଜଗନ୍ନାଥ।